जगन्नाथ जगन्नाथ त्राहि मां जगन्नाथ 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 रक्ष मां जगन्नाथ 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 रक्ष मां जगन्नाथ 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 शरणं जगन्नाथ 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 शरणं दैवदूत दैवदूत चिदानन्द शरणं दैवदूत दैवदूत चिदानन्द शरणं दैवदूत दैवदूत चिदानन्द शरणं दैवदूत दैवदूत चिदानन्द शरणं जगन्नाथ शरणं जशवन्त शरणं जगन्नाथ शरणं जशवन्त शरणं बलराम शरणं शिशुवन्त शरणं बलराम शरणं शिशुवन्त शरणं अभिराम शरणं अभिराम वन्दनम् अभिराम शरणं अभिराम वन्दनम् हरि बोल आनंद कुमार हरि हरि बोल आपण माने सब भक्तिपूत भाव रे प्रभुंकर कार्य करिया आश्चर्य किंतु हेला कोन मु कहली बोल आनंद कुमार हरि बोल आपण माने तो जड़ी के हरि पकेले की पकेले ना मां माने आश्चर्य गपसप करतोंदी हुड़हुड़ी के देले की किंतु हमें कोड़ाई थे प्रभु को डाकिया एक कथा मु मो कथा कहूँ निर्माण भट्टमूल को से अच्युत होती पाद तले पड़ी रामदास पचारा गुरुदेव अनेक अच्युत अनेक कलिंगर भविष्य कथा कथा आप कही चलते कलिंगर शेष लक्षण कौन अच्युत कहले रामरे राम अरे तले तो कलिंगर वेद मालिका कोटि भविष्य कथा कोटि कलिंगर भविष्य कौन हे कलिंग शेष हम काहारी तुंगरे हरि बोल पशिव नारी माने हरि सर्वे नारी नारी माने हरि सर्वे नारी तुते पशिव कांत रे होला हुरी ना पशिव कांत रे मां माने सब बारवाड़ी माने सजे बारवाड़ी रंग होगी आप मेला महोत्सव जाइए बारवाड़ी सजे हुए विभिन्न रंग बेरंग करते लोक देखती तो मां माने सजे दांडे बुलवे किंतु आंठू मारी बाम पाद दक्षिण पाद रखी मुंड लगे बुढ़ाबुढ़ी पकेबे बंधु तो आपण मैंने आम जिते थर हाल कहते बुढ़ाबुढ़ी हरिबोल कहते जिते थर हल को माँ बापा सागे गपुची कौन करू आज रोषे कौन बाजे कथा किंतु बुढ़ाबुढ़ी थर पकाउची तेणु काहारी आयत शाशु कथा बहु मानवनी स्वामी कथा स्त्री मानवनी बाप कथा पुओ मानवनी माँ कथा झील मानवनी गुरु गुरुजन ब्राह्मण शास्त्र वचन कलियुगर मनुष्य कहीं मानवे नहीं
କିଏ କାହାକୁ ମାନୁଛି ଆପଣମାନେ ବିଚାର କରିବେ। ତେଣୁ ରାମଦାସ ପଚାରିଲା ଗୁରୁଦେବ ତାହେଲେ କଳିଯୁଗର ମଣିଷ କରିବେ କଣ? କଳିଯୁଗର ଶେଷ ବେଳ କେହି ମାନିବେନି ଏବଂ ସବୁ ହବ ବସ୍ତୁ ବାନ୍ଧର ମାୟା ମୃଗ ପଛରେ ଦୌଡ଼ିବ ମଣିଷ। ସୁନା ରୂପା ହୀରା ଲୀଳା ମୋତି ମାଣିକ ଫ୍ରିଜ ଗଦରେଜ ଗାଡ଼ି ଟଙ୍କା ପଇସା ଘର ଦ୍ୱାର ମାର୍ବଲ ଇଏ ସବୁଥିରେ ମନ ଦବ ହେଲେ ମୁଖେ ନ ରହିବ ନାରାୟଣ କେହି କାହାକୁ ମାନିବେନି। ଆପଣମାନେ ବିଚାର କରୁନାହାନ୍ତି କିଏ କାହାକୁ ମାନୁଛି। ତେଣୁ ସଜନ ବିଦ୍ୟାତ୍ମନ ବାପା ମା କଳିଯୁଗରେ ନାନା ଅନିତ୍ୟ ବୋଲି ରାମ କେହି କାହାରି ଧର୍ମରେ ରହିବେ ନାହିଁ। କଳିରେ ଧର୍ମ ଧରିଛି କଳିଯୁଗ ଧର୍ମଙ୍କର ଗୋଟିଏ ପାଦ। ଚାରିପାଦ ଧର୍ମ ସତ୍ୟ ଶୌଚ ଦୟା ତପ। ସତ୍ୟ ଯୁଗ ଶେଷରେ ତପ ପଳେଇଗଲେ। ତ୍ରେତୟା ଯୁଗ ଶେଷରେ ଶୌଚ ବା ପବିତ୍ରତା ପଳେଇଗଲା। ଦ୍ୱାପର ଯୁଗ ଶେଷରେ ଦୟା ବା ଦାନ ପଳେଇଗଲା। କଳିଯୁଗକୁ ମୋ ପୁଅ ଝିଅମାନେ ମା ମାନେ ଗୁରୁଜନ ମାନେ ଗୋଟିଏ ପାଦ ରହିଛନ୍ତି ଧର୍ମଙ୍କର। ଏ ଗୋଟିଏ ପାଦର ନାଁ ହେଉଛି ସତ୍ୟ। ସତ୍ୟ ରୂପକ ଗୋଟିଏ ପାଦ ଧର୍ମ ଆଜି ଅସତ୍ୟ ଅନ୍ଧାର ରୂପକ ଲକ୍ଷ ଲକ୍ଷ ମହଳ ପାପକୁ ଧାରଣ କରିଛି। ଏ କଥା ବ୍ୟାପକ ମୋତେ କହିବାକୁ ସମୟ ନାହିଁ। ଆମେ ନିଜ ନିଜ କ୍ଷେତ୍ରରେ ଆମେ ଯଦି ପ୍ରତ୍ୟେକ ଆନନ୍ଦର କର୍ମ କରିବା ତାହା ହେଉଛି ଧର୍ମ। ତେଣୁ ପ୍ରତ୍ୟେକ ସ୍ୱାମୀ ସ୍ତ୍ରୀ ଆଗେ ପ୍ରଥମ ଧର୍ମ ସ୍ତ୍ରୀଟିଏ ତା ସ୍ୱାମୀକି ମିଛ କହିବନି, ସ୍ୱାମୀଟିଏ ତା ସ୍ତ୍ରୀକି ମିଛ କହିବନି। ହେଲାଣି ଯଦି ନ ହେଇଛି ଏ ମନ୍ଦିର ଯିବା ଭୋଗ କରିବା ଦୀକ୍ଷା ନେବା ଇଏ କେବଳ ଦେଖେଇଦେବା। ମୁଁ କୋଉଠି ସାନ୍ତାଳ କହିଛନ୍ତି। ତେଣୁ ସଜନ କେହି କା ଧର୍ମ ପଥେ ନ ପୁରାତନ କଥା କିଛି ନ ରହିବ କିଛି ନ ରହିବ କଲି ଶେଷରେ ମନ ଆସୁଛି ତୋରା ଦଣ୍ଡେ ରହିବା ରାତନ କଥା ଅଛି। ଆଚ୍ଛା ଆପଣମାନେ ଏତେ ଅଛନ୍ତି ଏଠି ଯେହେତୁ ଗୋଟାଏ ଘଣ୍ଟା କାର୍ଯ୍ୟକ୍ରମ ମୁଁ ଟିକେ ଭିନ୍ନ ଢଙ୍ଗରେ କଥା କହୁଛି। ସମସ୍ତଙ୍କୁ ପଚାରିଲି ମା ମାନଙ୍କୁ ଭାଇମାନଙ୍କୁ ଗୁରୁଜନ ମାନଙ୍କୁ ସମସ୍ତେ ଆପଣମାନେ ନିଜକୁ କିଏ ଭଲ ପାଆନ୍ତି? ଏଇ ଆମେ ଟିକେ ପାରିବାନି ହାତ କିନ୍ତୁ ଆମେ ଅନ୍ୟକୁ କହନ୍ତି ଆଇ ଲଭ୍ ୟୁ। କିନ୍ତୁ ମୁଁ ସିଆଡ଼କୁ ଯାଉ ଅନ୍ୟକୁ ଭଲ ପାଇବା ସହଜ। ନିଜକୁ କିଏ ଭଲ ପାଉଛି ଟିକେ ହାତ ଦେଖିବା ଦେଖିପାରୁଛନ୍ତି? ସମସ୍ତେ ଭଲ ପାଉଛି ନା ନାଇଁ ଆଜ୍ଞା କହୁଛି ଆଜ୍ଞା ଆପଣ ପାଇଲେ ଧନ୍ୟବାଦ। ଆଜ୍ଞା କିଛି ଭାବିବେନି। ମୁଁ ଭାବିବିନି କିଛି। ମୁଁ ଭାବିବା ଲାଗିଲେ ଆପଣମାନେ ସହିତ ଆଲୋଚନା କରନ୍ତି।
ঠিক আছে ଶୁଣ ଆମେ ଯଦି ନିଜକୁ ଭଲ ପାଉଛୁ ନିଜକୁ ଭଲ ପାଉଥିବା ମଣିଷ କେବେ ମିଥ୍ୟା କହିବ ନାହିଁ ନିଜକୁ ଭଲ ପାଉଥିବା ମଣିଷ କେବେ ମଦ ଖାଇବନି ନିଜକୁ ଭଲ ପାଉଥିବା ମଣିଷ କେବେ ଝଗଡ଼ା କରିବନି ଝଗଡ଼ା ଜାଗାକୁ ଯିବନି ହେଲେ ଆଜି ଝଗଡ଼ା ସଂସାର ଗୋଟି ଏ ସଂସାରରେ ମୋତେ ବଞ୍ଚିବାକୁ କେମିତି ହବ କହିଲେ ବାପାରେ ଝଗଡ଼ା ସଂସାର ହାତ ଯୋଡ଼ିଛି ନେମାଳ ବଟ ମୂଳରେ ଅଚ୍ୟୁତ ବସେଇ କହିଛନ୍ତି ମାଟି ଗଦାରେ ଶାନ୍ତେ କଳିଯୁଗରେ ମୋତେ ବଞ୍ଚିବାକୁ କେମିତି ହବ ଏ ମଣିଷ ଜାତି ଶାନ୍ତେ କହିଲେ ରାମଣୀ ଝଗଡ଼ା ସଂସାର କଳିଯୁଗ ଆଗକୁ ଆଉଛି ଘୋର ଝଗଡ଼ା ତାକୁ ବିଶ୍ୱାସକୁ ନବୁନୁ ଗୋଟିଏ କଥାକୁ ବିଶ୍ୱାସକୁ ନବୁ ନାମ ସବ ତେଣୁ ଝଗଡ଼ା କରିବ ନାହିଁ ଆପଣମାନେ ମୋ ମା ବାପା କହିଲେ ଝଗଡ଼ା କରୁନା ସ୍ୱାମୀ କିଏ ସ୍ତ୍ରୀ ସାଙ୍ଗରେ କରୁନି ସ୍ତ୍ରୀ କିଏ ସ୍ୱାମୀ ସାଙ୍ଗରେ କରୁନି ମା ମାନେ ଶାଶୁ ସାଙ୍ଗରେ କରୁନା ଶାଶୁ ବୋହୂ ସାଙ୍ଗରେ କରୁନି ଘରେ ଶାଶୁ ବୋହୂଙ୍କର ଆମେ ମଣିଷ ଆମେ ଭଲ କରୁଛନ୍ତି ନିଜକୁ ବିବେକର ପ୍ରଶ୍ନ ଖାଲି ଦୀକ୍ଷା ନେଲେ ହବ ନାହିଁ ଆପେଲ ଅଙ୍ଗୁର ନେଇକି ମନ୍ଦିର ଗଲେ ହବ ନାହିଁ ଘରକୁ ମନ୍ଦିର କରିବା ଦରକାର ନିଜକୁ ସମର୍ପିତ କରିବା ଦରକାର ଘରେ ଶାଶୁ ବୋହୂଙ୍କର ଲାଗିବ ଝଗଡ଼ା ଆପଣମାନେ ସହଯୋଗ ଦିବେ ଆପଣ ନିଜକୁ ନିଜେ ପଚାରିଲେ ଆଜିର ଏବେ ପଢିବା ଝିଅ ଏଲଏସି ପଢିବା କମ୍ପ୍ୟୁଟର କରୁଥିବା ଝିଅ ବୋହୂମାନେ କୁକୁରକୁ ଭଲ ପାଇ ଭଲ ମାନୁଛି ବୁଢ଼ୀ ଶାଶୁଟା ଭଲ ମାନିବନି ବୁଢ଼ା ଶ୍ୱଶୁର ଭଲ ମାନିବନି ସ୍ୱାମୀ ଭଲ ମାନିବନି ହେଲେ ମୂଳ କୋଉଠି ଅଛି ଆଧୁନିକତାର ଦ୍ୱାହି ତେଣୁ ମହାପୁରୁଷମାନଙ୍କର ଚେତନାର କଥା ଇଏ ଆଧୁନିକତା ଆଜି ଅବାଟଟା ବାଟ ଭଳିଆ ଦେଖାଯାଉଛି ଭୁଲ କଥା ଗୁଡ଼ାକ ଠିକ ଠିକ ଲାଗୁଛି ମିଛ କଥା ଗୁଡ଼ାକୁ ଲୋକମାନେ ଆନନ୍ଦରେ ପିଇ ଯାଉଛନ୍ତି ତାହେଲେ କେମିତିକା କଥା हरि कथा शुणव किए हरिनाम गाइब किए हरि काम कर किए मनीष मनीष आम मनीष भलिया देखा जाउचंती मनीष किए मनुष्य मानव शरीर मनीष शुणव भगवान कथा मनीष कर भगवान काम मनीष गाइब भगवान नाम एवं मनीष समर्पित भगवान श्री चरण तले कहीं सब तो छाती भूले मते डाकी नहीं देखा चिंता
ବାପା ମା ତାହେଲେ ମଣିଷ ମୋ କଥା ଅଛି କିଏ ଆମେ ଭଲ ପାଉଛନ୍ତି ନିଜକୁ ଭଲ ପାଉଥିବା ମଣିଷ ଝଗଡ଼ା ସଂସାର ଭିତରକୁ ବସିବ। ହେଲେ କିନ୍ତୁ ଆପଣମାନେ ନିଜକୁ ପଚାରନ୍ତୁ, ଆମେ ନିଜକୁ ପଚାରିବା ଯୋଉଠି ଝଗଡ଼ା ଲାଗୁଥିବ ଯେତିକି ବ୍ୟକ୍ତି ହରିକଥା ପ୍ରବଚନ ହଉ, ତାସ୍କାଟିଆ ହଉ, ପାଲା ହଉ, କୀର୍ତ୍ତନ ହଉ, ଯଜ୍ଞ ହଉ, କାହିଁକି ସେତିକି ଅଛନ୍ତି ହାତ ଗଣତି କେତେ ଜଣ? ତାହେଲେ ଆମେ କେମିତି ନିଜକୁ ଭଲ ପାଇବୁ? ଏ ହେଲା ପ୍ରଥମ କଥା। ଦ୍ୱିତୀୟ କଥା, ଦୟା ଧର୍ମ କାହା ହୃଦେ ନିଜକୁ ଭଲ ପାଉଥିବା ଯଦି ମଦ ଖାଉଛି କେମିତି? ନିଜକୁ ଭଲ ପାଉଥିବା ଯିଏ ମଦ କେବେ ଖାଇବ? ପୁଣି ପର ନାରୀ ପର ଦ୍ରବ୍ୟକୁ ବଳେ ହରିରେ ସବଳେ ହରିରେ ସମାଜ କରିବ ସଜାଡ଼ି ହରିରେ ସଜାଡ଼ି ହରିରେ ନିଜକୁ ଭଲ ପାଉଥିବା ମଣିଷ ପରର ନାରୀକୁ ମାତୃବତ୍ତ ନ ଭାବି ପରର ଦ୍ରବ୍ୟକୁ ଭଗବତ ଦ୍ରବ୍ୟ ନ ଭାବି ସେ ହରଣ କରୁଛି କେମିତି? କେମିତି ଏତେ ଧର୍ଷଣ ହତ୍ୟା ଲୁଣ୍ଠନ କୁଆଡ଼ୁ ଆଇଲା? ତେଣୁ ମଣିଷ ନାହିଁ। ଚାରିଆଡ଼େ ବର୍ତ୍ତମାନ କିଏ ଲୋକ ଦେଖ